प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆସନ୍ତୁ ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ଈଶ୍ୱରଙ୍କ ଇଚ୍ଛା କ'ଣ ଅଟେ। ଆଜିର ପ୍ରସଙ୍ଗ ଈଶ୍ୱରଙ୍କ ଇଚ୍ଛା କ'ଣ ଅଟେ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ ଧରି ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ଭାଇ ଭଉଣୀମାନେ, ଆମେ ଅନେକ ସମୟରେ ନିଜ ଇଚ୍ଛାକୁ ଆମେ ଗୁରୁତ୍ୱ ଦେଇଛୁ, ନିଜ ପୁଅ ଝିଅ ନିଜ ସ୍ୱାମୀ ସ୍ତ୍ରୀର ଇଚ୍ଛାକୁ ଆମେ ପ୍ରାଧାନ୍ୟ ଦେଇଛୁ। ମାତ୍ର ଆଜି ଆମେ ଧ୍ୟାନ କରିବା ପାଇଁ ଯିବା ଯେ ବାଇବେଲର ପରମେଶ୍ୱର କ'ଣ ଇଚ୍ଛା କରନ୍ତି, ବାଇବେଲର ପରମେଶ୍ୱର କ'ଣ ଚାହାନ୍ତି। ଆଜି ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆସନ୍ତୁ ପ୍ରଭୁଙ୍କ ବାକ୍ୟରୁ ଗୋଟିଏ ଅଂଶ ପାଠ କରୁ କରୁ ଆଜିର ପ୍ରସଙ୍ଗରେ ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ଏଫେସୀୟ ପୁସ୍ତକକୁ ଆସିବେ। ଏଫେସୀୟ ପୁସ୍ତକ 5 ଅଧ୍ୟାୟ 17 ପଦରେ ସାଧୁ ପାଉଲ ଏହି ପ୍ରକାର ଲେଖନ୍ତି, ଏଣୁ ନିର୍ବଦ୍ଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ତାହା ବୁଝ। ପ୍ରିୟ ଭାଇ ଭଉଣୀମାନେ, ଆମେ ଯେ ନିର୍ବଦ୍ଧ ହୋଇକିନା ରହିବା, ଏହା ପରମେଶ୍ୱର କେବେ ମଧ୍ୟ ଇଚ୍ଛା କରନ୍ତି ନାହିଁ। ଆମେ ନିର୍ବଦ୍ଧ ପରି ନ ହୋଇ ବୋଧପ୍ରାପ୍ତ ଲୋକତୁଲ୍ୟ ଆମେ ଈଶ୍ୱରଙ୍କ ଇଚ୍ଛାକୁ ଆମେ ସ୍ପଷ୍ଟ ଭାବରେ ବୁଝିବା, ଏହା ସ୍ୱର୍ଗର ପରମେଶ୍ୱର ଚାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ 21 ପଦରେ ସେ କହିଲେ, ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, କିନ୍ତୁ ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛାକୁ ସାଧନ କରେ ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, ଆମେ ତାହାଙ୍କର ଇଚ୍ଛା ତ ସାଧନ କରିବା, କିନ୍ତୁ ତାହାଙ୍କର ଇଚ୍ଛାକୁ ଆମେ ଜାଣିବାର ଅଛି। ତାହାଙ୍କର ଇଚ୍ଛା କ'ଣ ତାହା ଜାଣିଲେ ଆମକୁ ସାଧନ କରିବା ପାଇଁ ସହଜ ହେବ। ଏବଂ ଆମେ ତାହାଙ୍କର ଇଚ୍ଛାକୁ ବୁଝିଲେ, ଆମେ ଯଦି ତାଙ୍କର ଇଚ୍ଛା ବିହୁନ ଆମେ ଜୀବନ ବିତାଉଛୁ, ତାହେଲେ ନିଜକୁ ଆମେ ସଗାଡ଼ି ପାରିବା। ସେଥିପାଇଁ ତାହାଙ୍କର ଇଚ୍ଛାକୁ ସାଧନ କରିବା, ତାହାଙ୍କର ଇଚ୍ଛାକୁ ଜାଣିବା ଜଣେ ବିଶ୍ୱାସୀ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କ ନିକଟରେ ଈଶ୍ୱରଙ୍କର 5ଟି ଇଚ୍ଛା ବା 5ଟି ବିଷୟ ରଖିବା ପାଇଁ ଚାହେଁ, ଯାହା ପରମେଶ୍ୱର ଆମଠାରୁ ସେ ଚାହାନ୍ତି, ଆମଠାରୁ ସେ ଆଶା ରଖନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆସନ୍ତୁ ପ୍ରଥମ ବିଷୟ ଦେଖିବା ଯେ ପରମେଶ୍ୱର କ'ଣ ଇଚ୍ଛା କରନ୍ତି, ଈଶ୍ୱର ସେ କ'ଣ ଇଚ୍ଛା କରନ୍ତି। ବାଇବେଲ ଏହା ଆମକୁ ସ୍ପଷ୍ଟ ଭାବରେ କହେ। ଯଦି ଆପଣମାନେ ପ୍ରଥମ ବିଷୟ ଦେଖିବା ପାଇଁ ଚାହାନ୍ତି, ଆପଣମାନେ 2 ପିତର 3 ଅଧ୍ୟାୟକୁ ଆସିବେ। 2 ପିତର 3 ଅଧ୍ୟାୟ 9 ପଦରେ ଲେଖାଯାଏ, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି, ତାହାଙ୍କ ନାମର ଗୌରବ। ପରମେଶ୍ୱର କ'ଣ ଇଚ୍ଛା କରନ୍ତି? ଆମେ ପ୍ରଥମ ବିଷୟ ଦେଖୁଛୁ ଯେ କେହି ମଧ୍ୟ ବିନଷ୍ଟ ନ ହୁଅନ୍ତୁ, ସମସ୍ତେ ମନ ପରିବର୍ତ୍ତନ କରି ସେମାନେ ବାପ୍ତିଜିତ ହୋଇ ମଣ୍ଡଳୀ ସହିତ ସଂଯୁକ୍ତ ହୋଇ ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ। ଏହା ପରମେଶ୍ୱର ଇଚ୍ଛା କରନ୍ତି, ଏହା ଈଶ୍ୱରଙ୍କର ଇଚ୍ଛା। ମାତ୍ର ଶୈତାନର ଇଚ୍ଛା କ'ଣ? ଲୋକମାନେ ବିନଷ୍ଟ ହେଇଯାଆନ୍ତୁ, ନର୍କକୁ ଯାଆନ୍ତୁ, ପରିବାରରେ ଅଶାନ୍ତି ଘଟୁ। ଏହି ସବୁ ଇଚ୍ଛା ଶୈତାନରୁ ଆସେ। କିନ୍ତୁ ସ୍ୱର୍ଗର ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଚାହାନ୍ତି ଆପଣମାନେ ଆଉ ମୁଁ ପରିବର୍ତ୍ତନ ହେଇଯିବା, ମନ ପରିବର୍ତ୍ତନ କରିବା। ଆଜି ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ମାନଙ୍କର ପିନ୍ଧାହଡ଼ା ପରିବର୍ତ୍ତନ ହେଇଗଲା, ଘର ଦ୍ୱାର ପରିବର୍ତ୍ତନ ହେଇଗଲା, ଆର୍ଥିକ ପରିସ୍ଥିତି ପରିବର୍ତ୍ତନ ହେଇଗଲା, କିନ୍ତୁ ଦୁଃଖର ବିଷୟ ଯେଉଁ ବିଷୟ ଆମକୁ ସ୍ୱର୍ଗକୁ ନେଇକିନା ଯିବ, ସେହି ମନ ଆଜି ଅନେକଙ୍କର ପରିବର୍ତ୍ତନ ହେଇନାହିଁ। ସେଥିପାଇଁ ଈଶ୍ୱର ଇଚ୍ଛା କରନ୍ତି ଯେ ଆମେ କ'ଣ ହେବା, ସମ୍ପୂର୍ଣ୍ଣ ଭାବରେ ଆମର ମନକୁ ପରିବର୍ତ୍ତନ କରିବା, ଆଉ ତାହାଙ୍କର ଆଗମନ ନିମନ୍ତେ ଆମେ ପ୍ରସ୍ତୁତ ହେବା। ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି। ପ୍ରଥମ ବିଷୟ ଆମେ ଦେଖୁଛୁ ଯେ କେହି ଯେପରି ବିନଷ୍ଟ ନ ହୋଇ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏଥିପାଇଁ ସେ ଅପେକ୍ଷା କରିଛନ୍ତି, ଦୀର୍ଘ ସହିଷ୍ଣୁ ଅଟନ୍ତି, ତାହାଙ୍କ ନାମର ଗୌରବ ହଉ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଆପଣମାନେ ପ୍ରଥମ ଥେସଲୋନିକୀୟକୁ ଆସିବେ। ପ୍ରଥମ ଥେସଲୋନିକୀୟ ତାର 4 ଅଧ୍ୟାୟକୁ ଆମେ ଯିବା। ପ୍ରଥମ ଥେସଲୋନିକୀୟ 4 ଅଧ୍ୟାୟ 3 ପଦରେ ଏ ପ୍ରକାର ଲେଖାଯାଏ,
କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ, ଏହା ହିଁ ଈଶ୍ୱରଙ୍କ ଇଚ୍ଛା। ଈଶ୍ୱରଙ୍କ ଇଚ୍ଛା କ'ଣ? ତାହାଙ୍କର ଲୋକମାନେ ପବିତ୍ର ହୁଅନ୍ତୁ, ଦିନ ପ୍ରତିଦିନ ପବିତ୍ର ଜୀବନ ଯାପନ କରନ୍ତୁ। ଏହା ସେ ଇଚ୍ଛା କରନ୍ତି। ତଳକୁ ଲେଖାଯାଏ, ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରରୁ ପୃଥକ ରୁହ। ତାହାଙ୍କ ନାମର ଗୌରବ ହୋ। ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର କ'ଣ ଇଚ୍ଛା କରନ୍ତି? ତାହାଙ୍କର ଲୋକମାନେ ପବିତ୍ର ହୁଅନ୍ତୁ, ପବିତ୍ର ଜୀବନ ଯାପନ କରନ୍ତୁ। ଏହା ସେ ଇଚ୍ଛା କରନ୍ତି। କାରଣ ଆମକୁ ଯେଉଁ ପରମେଶ୍ୱର ଆହ୍ୱାନ କରିଛନ୍ତି ସେ ପବିତ୍ର ଅଟନ୍ତି। ସେ କହିଲେ, ଆମ୍ଭେ ଯେପରି ପବିତ୍ର ତୁମ୍ଭେମାନେ ମଧ୍ୟ ପବିତ୍ର ହୁଅ। ଆଉ ଜଣେ ବିଶ୍ୱାସୀ ପାଇଁ ପବିତ୍ରତା କାହିଁକି ଦରକାର? ପବିତ୍ରତା ବିନା ଆମେ ମଣ୍ଡଳୀରେ ରହି ହେବ, ପବିତ୍ରତା ବିନା ଆମେ ମଣ୍ଡଳୀର ସଭ୍ୟ ହେଇ ହେବ, ପବିତ୍ରତା ବିନା ମଣ୍ଡଳୀର ଜଣେ ନେତା ହେଇ ହେବ, ପ୍ରଚାର କରି ହେବ। ପବିତ୍ରତା ବିନା ଆମେ ସ୍ୱର୍ଗକୁ ଯାଇ ହେବ ନାହିଁ। ସେଥିପାଇଁ ପରମେଶ୍ୱର ଚାହାନ୍ତି ତାଙ୍କର ଲୋକମାନେ ପବିତ୍ର ହୁଅନ୍ତୁ, ବ୍ୟଭିଚାର ଠାରୁ ପୃଥକ ରୁହନ୍ତୁ, ପରମ୍ପରାରୁ ପୃଥକ ରୁହନ୍ତୁ, ପାପରୁ ସେମାନେ ପୃଥକୀକୃତ ଜୀବନ ବିତାନ୍ତୁ। ଏହା ସ୍ୱର୍ଗର ପରମେଶ୍ୱର ଇଚ୍ଛା କରନ୍ତି। ପ୍ରିୟ ଭାଇ ଭଉଣୀମାନେ, ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଯେ ଆମେ ଯେପରି ପବିତ୍ର ହେବା, ଏହା ଈଶ୍ୱରଙ୍କ ଇଚ୍ଛା। ତୃତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ ସେହି ପ୍ରଥମ ଥେସଲୋନିକୀୟ 5 ଅଧ୍ୟାୟକୁ ଆସିବେ। ପ୍ରଥମ ଥେସଲୋନିକୀୟ 5 ଅଧ୍ୟାୟ 18 ପଦରେ ଲେଖାଯାଏ, ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏହା ଈଶ୍ୱରଙ୍କ ଅଭିମତ। ଅଭିମତ ବୋଲି କହିଲେ ଈଶ୍ୱରଙ୍କର ଇଚ୍ଛା। କ'ଣ ଇଚ୍ଛା? ସବୁ ଅବସ୍ଥାରେ ଆମେ ପ୍ରଭୁଙ୍କୁ ଗୌରବ ଦେବା, ତାହାଙ୍କୁ ଧନ୍ୟବାଦ ଦେବା। ଅନେକ ସମୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ଦେଖିବେ, ଯଦି ସେମାନଙ୍କର ପ୍ରମୋସନ ହେବ ପ୍ରଭୁଙ୍କୁ ଧନ୍ୟବାଦ ଦେବେ। ପୁଅ ଝିଅ ଯଦି ଜନ୍ମ ହେବେ ସେ ସମୟରେ ସେମାନେ ଧନ୍ୟବାଦ ଦେବେ। ପୁଅ ପାସ୍ ହେଲେ ଧନ୍ୟବାଦ ଦେବେ, ଝିଅ ଚାକିରି ପାଇଲେ ଧନ୍ୟବାଦ ଦେବେ। କିନ୍ତୁ ଯେଉଁ ସମୟରେ ପୁଅର ଦେହ ଖରାପ ହେଇଯାଏ କିମ୍ବା କୌଣସି ପୁଅ ଝିଅ ମୃତ୍ୟୁବରଣ କରନ୍ତି, ପରିବାରର କିଛି କ୍ଷତି ହେଇଯାଏ, ସେମାନେ ଧନ୍ୟବାଦର ମୁଖ ଫିଟାନ୍ତି ନାହିଁ। ଗୌରବର ଶବ୍ଦ ମୁଖରୁ ସେମାନେ କ'ଣ କରନ୍ତିନି, ବାହାର କରିପାରନ୍ତି ନାହିଁ। ସବୁ ଅବସ୍ଥାରେ ଆମେ ଯେପରି ତାଙ୍କୁ ଧନ୍ୟବାଦ ଦେବା, ଏହା ଈଶ୍ୱର ଇଚ୍ଛା କରନ୍ତି। ଆୟୁବ କେବଳ ଧନ ସମ୍ପତ୍ତି ପାଇଁ, ପ୍ରଭୁ ଦେଇଥିବା ସେ ଆଶୀର୍ବାଦ ପାଇଁ ଯେ କେବଳ ଧନ୍ୟବାଦ ଦେଲେ ତାହା ନୁହେଁ। ପରିବାର ସବୁ ସମ୍ପତ୍ତି ବୁଡ଼ିଗଲା ପରେ, ଘର ଭାଙ୍ଗିଗଲା ପରେ, ହଳ ବଳଦ ମୃତ୍ୟୁବରଣ କଲା ପରେ, 10ଟି ପୁଅ ଝିଅ ମଲା ପରେ ମଧ୍ୟ ସେ କହିଲେ ଯେ ପ୍ରଭୁ ମୋତେ ଦେଇଥିଲେ, ପ୍ରଭୁ ନେଇଛନ୍ତି, ସେଥିପାଇଁ ତାହାଙ୍କ ନାମର ଗୌରବ ହେଉ, ତାହାଙ୍କ ନାମର ଧନ୍ୟବାଦ ହେଉ। ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱର ଏହା ଇଚ୍ଛା କରନ୍ତି ଆମେ ସବୁ ଅବସ୍ଥାରେ ଯେପରି ତାଙ୍କୁ ଧନ୍ୟବାଦ ଦେବା। ଏହା ଈଶ୍ୱରଙ୍କର ଇଚ୍ଛା ଅଟେ। ପ୍ରଥମ ପିତର 4 ଅଧ୍ୟାୟ 2 ଆଉ 3 ପଦ ଲେଖାଯାଏ, ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛା ଅନୁସାରେ କ୍ଷେପଣ କର। 2 ପଦରେ ପରମେଶ୍ୱର ଆମକୁ କହନ୍ତି ଯେ ଅବଶିଷ୍ଟ କାଳ, ଆପଣ ପ୍ରଭୁଙ୍କୁ ପାଇବା ପୂର୍ବରୁ ଆପଣ ପାପ ବିଷୟରେ ବୋଧ ପାଇନଥିଲେ, ଜାଣିନଥିଲେ, କିମ୍ବା ଜାଣି ଶୁଣି ମଧ୍ୟ ଆପଣ ଯେଉଁ ଭୁଲ ଗୁଡ଼ିକ କଲେ, ଯେଉଁ ପାପରେ ଆପଣ ଲିପ୍ତ ଥିଲେ, କିନ୍ତୁ ଆଜିଠାରୁ ପରବର୍ତ୍ତୀ ସମୟ ନିଜ କୁଅଭିଳାଷରେ ସମୟ ନ ବିତାଇ ଆମେ ପ୍ରଭୁଙ୍କ ନିମନ୍ତେ ଆମର ସେହି ଅବଶିଷ୍ଟ କାଳକୁ କ୍ଷେପଣ କରିବା, ଏହା ଈଶ୍ୱର ଇଚ୍ଛା କରନ୍ତି। ଈଶ୍ୱରଙ୍କ ଇଚ୍ଛା ଅନୁସାରେ କ୍ଷେପଣ କର। ପରବର୍ତ୍ତୀ କାଳ, ଅବଶିଷ୍ଟ ସମୟ, ଅବଶିଷ୍ଟ ଦିନ ଗୁଡ଼ିକ, ବର୍ଷ ଗୁଡ଼ିକ, ଯେତେ ଦିନ ଆମେ ଜୀବିତ ରହିବା, ଆମେ ପ୍ରଭୁଙ୍କ ପାଇଁ ବଞ୍ଚିବା, ଏହା ଈଶ୍ୱର ଇଚ୍ଛା କରନ୍ତି। ଯେତେ ଦିନ ଆମେ ଜୀବିତ ରହିବା, ଅନ୍ୟମାନଙ୍କର ପରିତ୍ରାଣ ଆଉ ଉଦ୍ଧାରର କାରଣ ହେବା, ଏହା ଈଶ୍ୱର ଇଚ୍ଛା କରନ୍ତି। ମୁଁ ଆପଣମାନଙ୍କ ନିକଟରେ ପଞ୍ଚମ ବିଷୟ ଆଉ ଶେଷ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ପ୍ରଥମ ପିତର 2 ଅଧ୍ୟାୟ 15 ପଦକୁ ଆସିବେ। ପ୍ରଥମ ପିତର 2 ଅଧ୍ୟାୟ 15 ପଦରେ ଲେଖାଯାଏ, କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧ ମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ୱରଙ୍କ ଇଚ୍ଛା। ପ୍ରଭୁଙ୍କ ନାମର ଗୌରବ। ଈଶ୍ୱରଙ୍କ ଇଚ୍ଛା କ'ଣ? ଆମେ ଯେପରି ସତ୍କର୍ମ କରିବା। ଆମର ପରମେଶ୍ୱର ସତ୍ ଅଟନ୍ତି, ଆମର ଈଶ୍ୱର ସତ୍ୟ ଅଟନ୍ତି, ଆଉ ତାହାଙ୍କର ବାକ୍ୟ ସତ୍ୟ ଅଟେ। ସେଥିପାଇଁ ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମେ ଯେପରି ସତ୍ୟ କର୍ମ କରିବା, ଏହା ଈଶ୍ୱର ଇଚ୍ଛା କରନ୍ତି। ଅନେକ ସମୟରେ ଆମେ ସତ୍ୟ ବାକ୍ୟ ପ୍ରଚାର କରୁ,
सत्य कथा कहू सत्य भाव आमे कौन करू आमे विभिन्न मत गुड़िक देऊ किंतु सत्कर्म करिबारे दुर्बल अटू। प्रिय भाई भणी माने ईश्वर इच्छा करती आमे सत्कर्म करिबा आ अज्ञानर कथा को आमे कौन करिबा बंद करिबा यह स्वर्गर परमेश्वर इच्छा करती। प्रिय भाई भणी माने सेतिपाई ताहांकर इच्छा को आमे कौन करुथिबा आम जीवन रे आमे साधन करुथिबा ताहांकर इच्छा को आम जीवन रे पूर्ण करुथिबा आ ताहांकर इच्छा साधन करिबा लोक मानक निमंते परमेश्वर ताहांकर अनंत काल से राज्य को से कौन करिसंती प्रस्तुत करिसंती। परमेश्वर ए वाक्य द्वारा आम समस्त को प्रचुर भाव में आशीर्वाद